উড়ি 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 যারে উড়ি এ মোর গুড়ি খানা খানা তু কানি এ মোর লচকমাণୀ ଏ ମୋର ଲଚକମାଣୀ। ଅକ୍ଷୟ ମହାନ୍ତି ମୋର ପିଲାଦିନରୁ ମାନେ ମୋର ସିଙ୍ଗିଂ ଯୋଉ ଦିନଠୁ ମୁଁ ଜାଣିଲି ସେବେଠୁ ସେ ମୋର ଆଇଡଲ। ଯେମିତି ଏକଲବ୍ୟ ଗୁରୁକୁ ମନେ ମନେ ଭାବିକିରି ଗୀତ ଗାଉଥିଲେ ମାନେ ସ୍ୱର ଚାଳନ, ଯେମିତି ଏକଲବ୍ୟ ଗୁରୁଙ୍କୁ ନ ଦେଖିକି ସେ ଭାବିକିରି ଯେମିତି ସ୍ୱର ଚାଳନା କରୁଥିଲେ, ସେମିତି ମୁଁ ଅକ୍ଷୟ ମହାନ୍ତିକୁ ନ ଦେଖିକିରି ପାରଳାଖେମୁଣ୍ଡିରୁ ଥାଇକିରି ତାଙ୍କର ଗୀତ ଶୁଣିକିରି ତାଙ୍କର ଯୋଉ ଷ୍ଟାଇଲ ଅଫ୍ ମାନେ କମ୍ପୋଜିସନ, ମୁଁ ସେଇ ସମୟରୁ ମତେ ଲାଗୁଥିଲା କମ୍ପୋଜିସନଟା ମୁଁ ବି ସେମିତି କରିବି, ତାଙ୍କ ଭଳିଆ ଗୀତ ଗାଇବି। ତାପରେ ଆମ ପାରଳାଖେମୁଣ୍ଡିରେ ଆମର ଗୋଟେ ଅନୁଷ୍ଠାନ ଥାଏ ଭକ୍ତି ସଙ୍ଗୀତ ସଂସଦ, ସେଠିକି ଅକ୍ଷୟ ମହାନ୍ତି ପ୍ରଫୁଲ୍ଲ ଲୋକ ସବୁ ଯାଆନ୍ତି ଗୀତ ଗାଇବା ପାଇଁ, ଆଉ ମୋର ଡ୍ୟୁଟି ସେମାନଙ୍କର ମାନେ ଗେଷ୍ଟ ଚର୍ଚ୍ଚା କରିବା। ତେଣୁ ତା ଭିତରେ ତାଙ୍କ ସହିତ ଦେଖା ହେଲା ବେଳେ ମୁଁ ସେ ଯୋଉ ଗାମ୍ଭୀର୍ଯ୍ୟ କଥା, ଯୋଉ ମାନେ ଗୀତ ଗାଇଲା ବେଳକୁ ଅଡିଏନ୍ସକୁ ଆଟ୍ରାକ୍ସନ କେମିତି କରିବା, କୋଉ ଭଳିଆ ଷ୍ଟାର୍ଟ କରିବା, ଏସବୁ ମୁଁ ପୁରା ଲକ୍ଷ୍ୟ କରେ। ହଁ, ପିଲାଦିନରୁ ତାଙ୍କୁ ମୁଁ ଲକ୍ଷ୍ୟ କରେ ଏବଂ ଧୀରେ ଧୀରେ ତାଙ୍କରି ଗୀତ ବହୁତ ଗାଇଛି। ଅକ୍ଷୟ ମହାନ୍ତିକୁ କଟକରେ ବି ବିଭିନ୍ନ ସମୟରେ ଦେଖା ହେଇଛି, ଯେ ଷ୍ଟୁଡିଓରେ ଦେଖା ହେଇଛି, ବିଭିନ୍ନ ଷ୍ଟୁଡିଓ ଦେଖା ହୁଏ, କଥା ହେଇଛି, କିନ୍ତୁ ମୋର ଦୁର୍ଭାଗ୍ୟ ମୁଁ ତାଙ୍କର କୌଣସି କମ୍ପୋଜିସନରେ ଗାଇ ପାରିନି ଗୀତ। ତାଙ୍କ ମାନେ ଆପଣ ଯେତେବେଳେ ପାରଳାଖେମୁଣ୍ଡିରେ ତାଙ୍କୁ ଦେଖିକି ଗୀତ ଗାଉଥିଲେ ବା ଶିଖୁଥିଲେ, କୋଉ ଗୀତଟି ତାଙ୍କର ଗୁଣଗୁଣଉଥିଲେ? ଅକ୍ଷୟ ମହାନ୍ତିଙ୍କର ଅସୁମାରୀ ଗୀତ। କଲେଜ ଲାଇଫରେ ଆମକୁ ବେଶୀ ଭଲ ଲାଗେ ସେତେବେଳେ କଣ, ଉଡି 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 ଯାରେ ଉଡି ଏ ମୋର ଗୁଡି ଖାନା ଖାନା ତୁ କାନି ଏ ମୋର ଲଚକମାଣୀ ଏ ମୋର ଲଚକମାଣୀ ଏ ମୋର ଲଚକମାଣୀ ଏ ମୋର ଲଚକମାଣୀ। ବହୁତ ସୁନ୍ଦର। এই ଗୀତ ସବୁ ଗାଉଥିଲି ସବୁ।